ସହରର ସବୁଠୁ ନାମୀ ସପିଂ ମଲ୍। ପ୍ରତିଦିନ ହଜାର ହଜାର ଲୋକଙ୍କର ଭିଡ଼ ଜମେ। ସେଦିନ ଥିଲା ବୁଧବାର ଅପରାହ୍ନ 5ଟା। ହଠାତ୍ ସପିଂ ମଲ୍ ଆଗରେ ହୋ ହଲ୍ଲା ଶୁଭିଲା। ଖୁବ୍ କମ୍ ସମୟରେ ଲୋକଙ୍କର ପ୍ରବଳ ଭିଡ଼ ଲାଗିଗଲା। କିଛି ସମୟ ଭିତରେ ପୋଲିସ ଫୋର୍ସ ବି ଆସି ପହଞ୍ଚିଗଲେ। ପୋଲିସ ଫୋର୍ସ ସେ ସପିଂ ମଲ୍ର ଚାରିଆଡ଼କୁ ଘେରିଗଲେ। ଆଉ କିଛି ପୋଲିସ କର୍ମୀ ଭିତରକୁ ଗଲେ। କିଛି ସମୟ ଯାଇଛି କି ନା 9 ଜଣ ସୁନ୍ଦରୀ ଯୁବତୀଙ୍କୁ ମୁହଁ ଘୋଡ଼େଇ ପୋଲିସ ବାହାରକୁ ଆଣିଲା। ଆଉ ସେମାନଙ୍କୁ ପୋଲିସ ଗାଡ଼ିରେ ବସେଇ ଥାନାକୁ ନେଇଗଲେ। ଲୋକଙ୍କର ଭିଡ଼ ପ୍ରବଳ ବଢ଼ି ଯାଇଥିଲା। କଥା ବିଜୁଳି ବେଗରେ ପ୍ରଚାର ହେବାରେ ଲାଗିଲା କି ସପିଂ ମଲ୍ରେ ଅଛି ଗୁପ୍ତ ସୁଡ଼ଙ୍ଗ। ଆଉ ଯେଉଁ ସୁନ୍ଦରୀ ଯୁବତୀ ଏକା ଏକା ସେ ମଲ୍କୁ ଯାଉଥିଲେ ଗାଏବ ହୋଇଯାଉଥିଲେ। ଏମିତି ଏକ ଅଭିଯୋଗ ନେଇ ଯେତେବେଳେ ପୋଲିସ ମଲ୍ ଉପରେ ଚଢ଼ାଉ କଲେ ଏକ ଭୟାନକ ସତ ପଦାକୁ ଆସିଲା। ତେବେ କ'ଣ ସେ ଗୁପ୍ତ ସୁଡ଼ଙ୍ଗ? କାହିଁକି ସପିଂ ମଲ୍ ଭିତରେ ଥିଲା ଗୁପ୍ତ ସୁଡ଼ଙ୍ଗ? ସେ ଝିଅମାନଙ୍କୁ ସପିଂ ମଲ୍ରୁ କେମିତି ଗାଏବ କରାଯାଉଥିଲା? ଅପହରଣ ପରେ ସେମାନଙ୍କ ସହିତ କ'ଣ କରାଯାଉଥିଲା? ଚଢ଼ଉ ପରେ ଯେଉଁ ସତ ସାମ୍ନାକୁ ଆସିଲା ଶୁଣିଲେ ଆପଣଙ୍କର ରୁମ ଟାଙ୍କୁରି ଉଠିବ। ତେଣୁ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିଲେ ହିଁ ଜାଣିପାରିବେ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସେୟାର କରିବା ସହିତ ଯେଉଁମାନେ କମେଣ୍ଟ କରିବେ ସେମାନଙ୍କର ନାଁ ପର ଭିଡ଼ିଓରେ ଘୋଷଣା ହେବ। ସେଇଟା ଥିଲା ସହରର ସବୁଠୁ ବଡ଼ ସପିଂ ମଲ୍। ପ୍ରତିଦିନ ଲାଗୁଥିଲା ହଜାର ହଜାର ଲୋକଙ୍କର ଭିଡ଼। ସପିଂ ସହିତ ସମୟ କାଟିବା ପାଇଁ ବି ଲୋକ ସେଠାକୁ ଆସୁଥିଲେ। ରାକେଶ ବାବୁଙ୍କ ପରିବାର କହିଲେ ଝିଅ ସୀମା, ପୁଅ ରୋହିତ ଓ ସ୍ତ୍ରୀ ପଦ୍ମା। ସୀମା ଥିଲେ ସାନ ଝିଅ। ସେଦିନ ଥିଲା ରବିବାର। ସପିଂ କରିବା ପାଇଁ ସୀମା ବାହାରି ପଡ଼ିଲେ ସେଇ ନାମୀ ସପିଂ ମଲ୍କୁ। ଘରେ ବି ନ ଛାଡ଼ିବାର କୌଣସି କାରଣ ନଥିଲା। କାରଣ ରାକେଶ ବାବୁ ବି ଖୋଲା ମନ ଓ ଖୋଲା ହୃଦୟର ଲୋକ ଥିଲେ। ସେ ଚାହୁଁଥିଲେ କି ଝିଅ ବି ସ୍ମାର୍ଟ ହେଉ ଆଉ ଆତ୍ମନିର୍ଭରଶୀଳ ହେଉ। ସେଥିପାଇଁ ସେ ଝିଅ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରୁଥିଲେ। ହେଲେ ସେ କ'ଣ ଜାଣିଥିଲେ କି ତାଙ୍କର ସେ ବିଶ୍ୱାସ ପାଇଁ ତାଙ୍କୁ ଏତେ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି? ତାଙ୍କ ଝିଅ ସହିତ ଏତେ ବଡ଼ ଘଟଣା ଘଟିଯିବ ବୋଲି? ସନ୍ଧ୍ୟା ପୂର୍ବରୁ ସ୍କୁଟି ନେଇ ସୀମା ବାହାରି ପଡ଼ିଲେ ସେ ସପିଂ ମଲ୍କୁ। ଘରୁ ବାହାରିଥିଲେ ଅପରାହ୍ନ 5ଟାରେ। ମାତ୍ର 15 ମିନିଟ୍ରେ ସେ ପହଞ୍ଚିଗଲେ ସେ ସପିଂ ମଲ୍ରେ। ଗାଡ଼ି ପାର୍କ କରି ଭିତରକୁ ଗଲେ। ନିଜ ପାଇଁ ପୋଷାକ ଓ ପ୍ରସାଧନ ସାମଗ୍ରୀ ଦେଖୁଥିଲେ। ଏହା ଭିତରେ 2 ଘଣ୍ଟା ବିତି ଯାଇଥିଲା। 5ଟାରୁ ସନ୍ଧ୍ୟା 7ଟା ହୋଇଗଲା। ସୀମାଙ୍କ ମା ରାକେଶ ବାବୁଙ୍କୁ ପଚାରିଲେ କି ଝିଅକୁ କ'ଣ ଏତେ ସମୟ ଲାଗୁଛି? ଏତେ ଡେରି କାହିଁକି ହେଉଛି ତାକୁ? ଟିକେ ଫୋନ୍ କର। ରାକେଶ ବାବୁ କହିଲେ କି ଆରେ ତମେ ଏତେ ବ୍ୟସ୍ତ ହେଉଛ କାହିଁକି? ଝିଅ ପିଲାଟା, ବାଛୁ ବାଛୁ ଟିକେ ଡେରି ହେଉଛି। ସେ ଠିକ୍ ସମୟରେ ଆସିଯିବ। ତମେ ଏତେ ବ୍ୟସ୍ତ ହୁଅନି। ପଦ୍ମା ବି ବୁଝିଗଲେ। ଏହା ଭିତରେ ସମୟ ବିତୁଥିଲା। ସନ୍ଧ୍ୟା 7ଟା ଯାଇ 8ଟା ହେଲା। ଏଥର ରାକେଶ ବାବୁ ବି ଚିନ୍ତିତ ହୋଇପଡ଼ିଲେ। ସ୍ତ୍ରୀଙ୍କୁ କହିଲେ ଆରେ ଝିଅଟା ତ ଏତେ ଡେରି କରେନି, ଆଜି କ'ଣ ତାର ଏତେ ଡେରି ହେଉଛି? କହିକି ସାଙ୍ଗେ ସାଙ୍ଗେ ରାକେଶ ବାବୁ ଝିଅ ସୀମାକୁ ଫୋନ୍ ଲଗେଇଲେ। ହେଲେ ଫୋନ୍ ଲାଗିଲାନି। ଥରେ, 2 ଥର, 3 ଥର ଏମିତି ଅନେକ ଥର ସେ ସୀମାଙ୍କୁ ଫୋନ୍ କଲେ। ହେଲେ ଫୋନ୍ ଜମା ବି ଲାଗୁନଥିଲା। ଯେତେବେଳେ ଝିଅର ଫୋନ୍ ଲାଗିଲାନି ରାକେଶ ବାବୁଙ୍କ ଚିନ୍ତା ପୁରା ବଢ଼ିଗଲା। ସେ ବ୍ୟସ୍ତ ହୋଇପଡ଼ିଲେ। ଝିଅର ସବୁ ସାଙ୍ଗଙ୍କ ପାଖକୁ ଫୋନ୍ କଲେ। ହେଲେ ସମସ୍ତଙ୍କର ଗୋଟିଏ ଉତ୍ତର ଥିଲା କି ଆମେ ଆଜି ସୀମାକୁ ଭେଟିନୁ କି ସେ କୁଆଡ଼େ ଯାଇଛି ଆମେ ଜାଣିନୁ। ଶୁଣିକି ରାକେଶ ବାବୁଙ୍କର ମୁଣ୍ଡ ଯେମିତି ଗୋଳମାଳ ହୋଇଗଲା। ସଙ୍ଗେ ସଙ୍ଗେ ଫୋନ୍ କରି ପୁଅକୁ ଡକେଇଲେ। ପୁଅ ଆସିବା ପରେ ବାପ ପୁଅ ମିଶି ସେ ସପିଂ ମଲ୍କୁ ଗଲେ। ଝିଅର ଫଟୋ ଦେଖାଇ ସିକ୍ୟୁରିଟିକି ପଚାରିଲେ। ହେଲେ ସେ ସଫା ମନା କରିଦେଲେ କି ନାଇଁ, ଏ ଝିଅକୁ ତ ମୁଁ ଦେଖିନି। ସେଠୁ ବାପ ପୁଅ ମିଶି ସପିଂ ମଲ୍ ଭିତରକୁ ଗଲେ।
ସେଲ୍ସମ୍ୟାନ୍ ଠାରୁ ଆରମ୍ଭ କରି ମ୍ୟାନେଜର ପର୍ଯ୍ୟନ୍ତ ସମସ୍ତଙ୍କୁ ପଚାରିଲେ, ହେଲେ ସମସ୍ତଙ୍କର ଗୋଟିଏ ଉତ୍ତର ଥିଲା କି ଆମେ ଦେଖିନୁ, କି ଏ ଝିଅ ମଲ୍ ଭିତରକୁ ଆସିନି। ସମୟ ବିତୁଥିଲା, ଆଉ ବାପ ପୁଅଙ୍କ ଚିନ୍ତା ବି ବଢ଼ୁଥିଲା। କ'ଣ କରିବେ କିଛି ବି ସେମାନେ ବୁଝିପାରୁନଥିଲେ। ମଲ୍ ଭିତରେ ଗୋଟିଏ ଘଣ୍ଟା ବିତାଇବା ପରେ ସେମାନେ ନିରାଶ ମନରେ ବାହାରକୁ ଆସିଲେ। ବାହାରେ ପଡ଼ିଥିବା ସିମେଣ୍ଟ ବେଞ୍ଚ ଉପରେ ବସି ପଡ଼ିଲେ। ରାକେଶ ବାବୁ ପୁଣି ଥରେ ଫୋନ୍ ଲଗେଇଲେ, ହେଲେ ଫୋନ୍ ଏବେ ବି ସୁଇଚ୍ ଅଫ୍ ଥିଲା। ବାପ ପୁଅ କାନ୍ଦ କାନ୍ଦ ହୋଇଗଲେ। ରାକେଶ ବାବୁଙ୍କ ଆଖିରୁ ତ ଲୁହ ବାହାରି ଆସିଲା। ବାପ ପୁଅଙ୍କର ଏମିତି ଅବସ୍ଥାକୁ ନିଜ ଦୋକାନ ଭିତରେ ଥାଇ ଦୂରରୁ ଲକ୍ଷ୍ୟ କରୁଥିଲେ ଜଣେ ବୟସ୍କ ଦୋକାନୀ। ଗ୍ରାହକ ଟିକେ କମିବା ପରେ ସେ ଆସି ବାପ ପୁଅଙ୍କୁ କାରଣ ପଚାରିଲେ। ସୀମାଙ୍କ ଫଟୋକୁ ସେ ଦୋକାନୀ ଜଣକ ଟିକେ ନିରୀକ୍ଷେଇ ଦେଖିଲେ, ଆଉ ଅଳ୍ପ ସମୟ ପରେ କହିଲେ କି, ହଁ ହଁ ବାବୁ, ଏ ଝିଅ ତ ଆଜି ସନ୍ଧ୍ୟାରେ ସେ ମଲ୍ ଭିତରକୁ ଗଲା। ସେ ଯିବାଟା ଦେଖିଛି, ହେଲେ ତାପରେ କୁଆଡ଼େ ଗଲା ମୁଁ କହିପାରିବିନି। ଏତିକି ଶୁଣିବା ପରେ ରାକେଶ ବାବୁ ଟିକେ ଆଶ୍ୱସ୍ତ ହେଲେ, କିନ୍ତୁ ପୁଅ ରୋହିତଙ୍କ ମନରେ ସନ୍ଦେହ ବଢ଼ିଗଲା। ସେ ଭାବୁଥିଲେ କି ଯଦି ସୀମା ମଲ୍ ଭିତରକୁ ଗଲେ ତାହେଲେ କିଏ ବି କର୍ମଚାରୀ ଜାଣିପାରିଲେନି କେମିତି? ଆଉ ସମସ୍ତେ ଏତେ ଦୃଢ଼ କଣ୍ଠରେ କେମିତି କହିଲେ କି ସୀମା ମଲ୍ ଭିତରକୁ ଯାଇନାହାନ୍ତି ବୋଲି? ଏସବୁ ଭାବୁ ଭାବୁ ତାଙ୍କର ମନେ ପଡ଼ିଲା କି ସୀମା ସ୍କୁଟି ନେଇକି ଆସିଥିଲେ। ସଙ୍ଗେ ସଙ୍ଗେ ସେ ବାପାଙ୍କୁ ନେଇ ମଲ୍ ଚାରିପଟେ ଖୋଜିବାରେ ଲାଗିଲେ, କାଳେ ସୀମାଙ୍କ ସ୍କୁଟି ମିଳିଯିବ। ଖୋଜି ଖୋଜି ସେମାନେ ଯେତେବେଳେ ସପିଂ ମଲ୍ର ଗ୍ରାଉଣ୍ଡ ପାର୍କିଂକୁ ଗଲେ, ତାଙ୍କୁ ସୀମାଙ୍କ ସ୍କୁଟି ମିଳିଗଲା। ସ୍କୁଟି ଦେଖିବା ପରେ ରୋହିତଙ୍କ ସନ୍ଦେହ ଆହୁରି ବଢ଼ିଗଲା। ସେ ତୁରନ୍ତ ମ୍ୟାନେଜରଙ୍କ ପାଖକୁ ଗଲେ, ଆଉ ପୁଣି ଥରେ ସୀମା ସେ ମଲ୍କୁ ଯାଇଥିବା କଥା ପଚାରିଲେ। ବାଧ୍ୟ କଲେ ମଲ୍ର ସିସିଟିଭି ଯାଞ୍ଚ କରିବାକୁ। ଏଥର ମ୍ୟାନେଜର ଆଉ ବାଟ ପାଇଲେନି। ବାଧ୍ୟ ହୋଇ ସିସିଟିଭି ଯାଞ୍ଚ କଲେ। ସତକୁ ସତ ସୀମା ମେନ୍ ଗେଟ୍ ଦେଇ ମଲ୍ ଭିତରକୁ ପଶିଥିଲେ, ଆଉ ପୋଷାକ ଓ ପ୍ରସାଧନ ସାମଗ୍ରୀ ବୁଲି ବୁଲି ଦେଖୁଥିବା ସିସିଟିଭିରେ ରହିଥିଲା। ହେଲେ ଯେତେବେଳେ ପ୍ରସାଧନ ସାମଗ୍ରୀ ଦେଖୁଥିଲେ, ଦେଖି ଦେଖି ସେ ଅନ୍ୟ ଏକ ବିଭାଗକୁ ଚାଲି ଯାଇଥିଲେ, ଆଉ ତାପରେ ଗାୟବ ହୋଇଗଲେ। ଅର୍ଥାତ୍ ସେହି ସ୍ଥାନରେ ସିସିଟିଭି ନଥିଲା। ତେଣୁ ଏବେ ସୀମା କୁଆଡ଼େ ଗଲେ ଜାଣିବାର ସୁଯୋଗ ନଥିଲା। ମ୍ୟାନେଜର ବ୍ୟସ୍ତ ହୋଇ କହିଲେ କି, ଦେଖନ୍ତୁ, ଆପଣ କହିବାରୁ ମୁଁ ସିସିଟିଭି ଦେଖେଇଲି, ଆଉ ସୀମା ବି ଏଠି କିଣାକିଣି ପରେ ମଲ୍ ବାହାରକୁ ପଳାଇ ଯାଇଥିବେ। କାନ ମୁଣ୍ଡା ଆଉଁସି ବାପ ପୁଅ ମଲ୍ ଭିତରୁ ବାହାରିଲେ। ହେଲେ ଏବେ ବି ସୀମାର କୌଣସି ଖୋଜ ଖବର ନଥିଲା କି ତାଙ୍କ ଫୋନ୍ ଲାଗୁନଥିଲା। ଏହା ଭିତରେ ରାତି 10ଟା ବାଜି ଯାଇଥିଲା। ସେମାନେ ତୁରନ୍ତ ପୋଲିସ ଥାନାକୁ ଦୌଡ଼ିଲେ। ପୋଲିସକୁ ସବୁ କଥା କହିଲେ। ରାତି ହୋଇଯାଇଥିବାରୁ ଆଉ ନିଖୋଜର 24 ଘଣ୍ଟା ପରେ ସେମାନେ କେସ୍ କରି ଛାନଭିନ୍ କରିବେ ବୋଲି କହିଲେ। କାନ ମୁଣ୍ଡା ଆଉଁସି ସେମାନେ ଘରକୁ ଫେରିଲେ। ନା ଖାଇପାରିଲେ, ନା ଠିକରେ ଶୋଇପାରିଲେ। ରୋହିତ ଚିନ୍ତାରେ ବୁଡ଼ି ଯାଇଥିଲେ। ସବୁ କ୍ଷୟକୁ ଯୋଡ଼ି ସେ ନିଖୋଜ ସୀମାଙ୍କ ପତ୍ତା ଲଗାଇବା ପାଇଁ ଚେଷ୍ଟା କରୁଥିଲେ। ସକାଳ ହେଲା। ରୋହିତ ପୋଲିସ ଥାନାକୁ ଯାଇ ଭଉଣୀକୁ ଖୋଜି ଆଣିବା ପାଇଁ ନେହୁରା ହେଲେ। ପୋଲିସ ବି କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିବ ବୋଲି ପ୍ରତିଶ୍ରୁତି ଦେଲା। ସକାଳ ଯାଇ ଅପରାହ୍ନ ହେଲା। ମଲ୍କୁ ଯାଇ ତଦନ୍ତ ଆରମ୍ଭ କରିଦେଲା ପୋଲିସ। ସିସିଟିଭି ବି ଯାଞ୍ଚ କଲା। ସିସିଟିଭିରେ ବାପ ପୁଅ ଯାହା ଦେଖିଲେ, ପୋଲିସ ବି ସେୟା ଦେଖିଲା। ହେଲେ ଜାଣିପାରିଲାନି କି ସୀମା କୁଆଡ଼େ ଗଲେ। ପୋଲିସ ଫେରି ଆସିଲା। ରୋହିତ ନିରାଶ ହୋଇପଡ଼ିଲେ। ସେଦିନ ବି ଏମିତି ବିତିଗଲା। ପରଦିନ ସକାଳ ହେଲା। ପୋଲିସକୁ ବାରମ୍ବାର ଗୁହାରି କରିବା ପରେ ବି ସେମାନେ ଯେମିତି ତତ୍ପରତା ଦେଖାଉନଥିଲେ। ରୋହିତ ମଲ୍ ଆଡ଼କୁ ଗଲେ, ଆଉ ମଲ୍ ଆଗରେ ଛିଡ଼ା ହୋଇ ଏକ ଲୟରେ ସେ ମଲ୍ ଆଡ଼କୁ ଚାହିଁ ରହିଥିଲେ। ସେଦିନ କ'ଣ ହୋଇଥାଇପାରେ ବୋଲି ଆକଳନ କରୁଥିଲେ। ସକାଳ ଯାଇ ଅପରାହ୍ନ ହୋଇଯାଇଥିଲା।
ରୋହିତଙ୍କର ବିକଳ ମନ ଦେଖି ସେହି ଦୋକାନୀ ତାଙ୍କୁ ହାତ ଠାରି ଡାକିଲେ। ଦୋକାନ ପଛ ପାଖକୁ ନେଇକି ଗଲେ। ରୋହିତଙ୍କ କାନରେ କିଛି କଥା କହିଲେ। ରୋହିତଙ୍କ ମୁହଁରେ ଆଶାର ଛୋଟିଆ କିରଣ ଦେଖାଗଲା। ଏହାପରେ ସେ ଘରକୁ ଫେରିଗଲେ। ଘରକୁ ନିଜର ଖାସ୍ ସାଙ୍ଗଙ୍କୁ ଡକାଇ ପଠାଇଲେ। ଦୁହେଁ ମିଶି ଗୋଟିଏ ବଡ଼ ପ୍ଲାନ୍ କଲେ। ପରଦିନ ସକାଳ ହେଲା। ରୋହିତ ନିଜକୁ ଝିଅ ବେଶରେ ସଜେଇଲେ। ମୁଣ୍ଡରେ ନକଲି ଚୁଟି, ମୁହଁରେ ମେକଅପ୍, ଓଠରେ ନାଲି ଲିପଷ୍ଟିକ୍ ଆଉ ଗୋଟିଏ ସୁନ୍ଦର ଝିଅ ପୋଷାକ ପିନ୍ଧିଲେ। ଦୁଇ ସାଙ୍ଗ ସେ ମଲ୍ ଆଡ଼କୁ ବାହାରିଲେ। ସାଙ୍ଗକୁ ବାହାରେ ଛିଡ଼ା କରି ସେ ମଲ୍ ଭିତରକୁ ପଶିଲେ। ରୋହିତ ନିଜକୁ ଏତେ ସୁନ୍ଦର କରି ସଜେଇଥିଲେ ଯେ କେହି ବି ତାଙ୍କୁ ଦେଖିଲେ ଚିହ୍ନି ପାରୁନଥିଲେ। ବରଂ ସୁନ୍ଦର ଝିଅ ଭାବି ସମସ୍ତେ ତାଙ୍କ ଆଡ଼କୁ ଅନଉଥିଲେ। ରୋହିତ ମଲ୍ ଭିତରେ ବୁଲି ବୁଲି ସେହି ସ୍ଥାନରେ ପହଞ୍ଚିଗଲେ ଯେଉଁ ସ୍ଥାନର ସିସିଟିଭି ଅଚଳ ହୋଇପଡ଼ିଥିଲା। ସେ ସେଠାକୁ ଯାଇ ପ୍ରସାଧନ ସାମଗ୍ରୀ ଦେଖୁଥିଲେ ଆଉ ଚାରିଆଡ଼କୁ ଅନଉଥିଲେ। ସମସ୍ତଙ୍କର ଗତିବିଧି ଉପରେ ନଜର ରଖୁଥିଲେ। ପ୍ରାୟତଃ ଅଧଘଣ୍ଟା ସେହି ସ୍ଥାନରେ ଏପଟ ସେପଟ ହେବା ପରେ ଜଣେ ଲେଡି ସେଲ୍ସମ୍ୟାନ୍ ଆସିଲେ। କହିଲେ, ମ୍ୟାଡାମ, ମୁଁ ଦେଖୁଛି ଆପଣ ଦୀର୍ଘ ସମୟ ହେଲା କ'ଣ ଖୋଜୁଛନ୍ତି। କ'ଣ ଖୋଜୁଛନ୍ତି ଯଦି ପାଉନାହାନ୍ତି ତାହେଲେ ମୋତେ କୁହନ୍ତୁ, ମୁଁ ଖୋଜିଦେବି। ସେଠୁ ରୋହିତ ଟିକେ ହଡ଼ବଡ଼େଇ ଗଲେ। ଆଉ ଝିଅଙ୍କ ସ୍ୱରରେ କହିଲେ କି, ନାଇଁ ନାଇଁ, ଆପଣଙ୍କ ମଲ୍ରେ ତ ସବୁ ମହଙ୍ଗା, କ'ଣ ଦେଖିବି ଆଉ। ଲେଡି ସେଲ୍ସମ୍ୟାନ୍ କହିଲେ କି, ମ୍ୟାଡାମ, ଆପଣଙ୍କର ଡିସ୍କାଉଣ୍ଟରେ ଦରକାର କି? ରୋହିତ ହଁ କରିଦେଲେ। ସେଠୁ ସେ ଲେଡି ସେଲ୍ସମ୍ୟାନ୍ ଏପଟ ସେପଟ ଅନେଇଲେ ଆଉ କହିଲେ, ମୋ ସହିତ ଆସନ୍ତୁ, ମୁଁ ଆପଣଙ୍କୁ ଡିସ୍କାଉଣ୍ଟରେ ଜିନିଷ ଦେବି। ରୋହିତ ତାଙ୍କ ପଛେ ପଛେ ଗଲେ। ଲେଡି ସେଲ୍ସମ୍ୟାନ୍ ଜଣକ କାନ୍ଥରେ ଲାଗିଥିବା ଗୋଟିଏ ମିରରକୁ ବୁଲେଇ ଦେଲେ। ହଠାତ୍ କାନ୍ଥରେ ଏକ କବାଟ ଖୋଲିଗଲା। ସେଇଟା ଥିଲା ସିକ୍ରେଟ ଡୋର। ସେ ଡୋର ଦେଖି ରୋହିତ ଚମକି ପଡ଼ିଲେ। କିଛି ପଚାରିବା ଆଗରୁ ରୋହିତକୁ ନେଇ ସେ ଲେଡି ଭିତରକୁ ପଶି ସାରିଥିଲେ। ଯେମିତି ପଶିଛନ୍ତି ଡୋର ଆପେ ଆପେ ବନ୍ଦ ହୋଇଗଲା। ରୋହିତ ଭୟରେ ପଚାରିଲେ, ମ୍ୟାଡାମ, ମୋତେ ଆପଣ କୁଆଡ଼େ ନେଇକି ଯାଉଛନ୍ତି? ସେଠୁ ସେ ଲେଡି ଜଣକ କହିଲେ କି, ଆପଣ ମୋତେ ଫଲୋ କରନ୍ତୁ, ପୁରା ଡିସ୍କାଉଣ୍ଟ ପ୍ରାଇସରେ ମୁଁ ସବୁ ଜିନିଷ ଦେଖେଇବି। ଭୟରେ ରୋହିତ ତାଙ୍କ ପଛେ ପଛେ ଗଲେ। ମନ ଭିତରେ ଭଉଣୀକୁ ଖୋଜିବାର ପ୍ରବଳ ଇଚ୍ଛା ବି ଥିଲା। 3-4 ମିନିଟ୍ ପରେ ସେ ଲେଡି ଜଣକ ଏକ ରୁମ୍ ଭିତରେ ପଶିଲେ ଆଉ ରୋହିତକୁ କହିଲେ, ଏଠାରେ ବସନ୍ତୁ। ରୋହିତ ସେ ରୁମ୍କୁ ଯାଇ ବସି ପଡ଼ିଲେ। ଆଉ ସେ ଯେମିତି ବସିଛନ୍ତି ମହିଳା ଜଣକ ବାହାରକୁ ଆସି କବାଟ ବନ୍ଦ କରିଦେଲେ। ବାହାରୁ କବାଟ ବନ୍ଦ କରିବା ଦେଖି ରୋହିତ ପୁରା ଭୟଭୀତ ହୋଇପଡ଼ିଲେ। ଭୟରେ ଯେତେ ଡାକ ପକେଇଲେ ବି କିଏ ଶୁଣିବା ପାଇଁ ନଥିଲେ। କିଛି ସମୟ ପରେ ସବୁ ଶାନ୍ତ ପଡ଼ିଗଲା। ହେଲେ ପାଖ ରୁମ୍ରେ କାହାର ଟୁପୁର ଟାପର ଶବ୍ଦ ଶୁଭୁଥିଲା। ରୋହିତ ଚୁପଚାପ କାନେଇଲେ। ପାଖ ରୁମ୍ରେ ବୋଧେ କିଛି ଝିଅ ଥିଲେ ଯାହାର ପାଟି ସେ ଶୁଣି ପାରୁଥିଲେ। ସେ ଜାଣିବା ପାଇଁ ଚେଷ୍ଟା କରୁଥିଲେ କି କିଏ ସେମାନେ। ଏପଟ ସେପଟ ଅନାଇବା ପରେ କାନ୍ଥରେ ଛୋଟ ଝରକା ଦେଖିବା ପାଇଁ ପାଇଲେ। ଆଉ ଯେତେବେଳେ ସେ ଝରକା ଖୋଲି ଦେଖିଛନ୍ତି ସେପଟ ଦୃଶ୍ୟ ଦେଖିକି ତାଙ୍କ ମୁଣ୍ଡ ଘୁରିଗଲା। କାରଣ ସେପଟ ରୁମ୍ରେ ତାଙ୍କ ଭଉଣୀ ସମେତ ଆଉ 8 ଜଣ ଝିଅ ବନ୍ଦ ହୋଇ ରହିଥିଲେ। ସେ ସୀମା ସୀମା ବୋଲି ଡାକ ପକେଇଲେ ଆଉ ଭାଇର ଡାକ ଶୁଣି ସୀମା ବି ଚମକି ପଡ଼ିଲେ। ସୀମା କାନ୍ଦି କାନ୍ଦି ସବୁ କଥା କହିଲେ। କେମିତି ତାଙ୍କୁ ସେ ଗୁପ୍ତ କବାଟ ଦେଇ ଭିତରକୁ ଅଣାଯିବା ପରେ ଏଠି ବନ୍ଦ କରିଦିଆଯାଇଛି। ରୋହିତ ତାଙ୍କୁ ସାନ୍ତ୍ୱନା ଦେଲେ। କହିଲେ, ବ୍ୟସ୍ତ ହୁଅନା, ସବୁ ଠିକ୍ ହୋଇଯିବ। ଅନ୍ୟପଟରେ ରୋହିତ ମଲ୍ ଭିତରକୁ ଆସିବାଟା 2 ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହୋଇଯାଇଥିଲା। ପ୍ଲାନ୍ ମୁତାବକ ଯେବେ ରୋହିତ 2 ଘଣ୍ଟାରୁ ଅଧିକ ସମୟ ସେ ମଲ୍ରୁ ନ ବାହାରିବେ ତେବେ ସାଙ୍ଗ ସନ୍ତୋଷ ପୋଲିସ ଡାକିବେ। ସେହି ଅନୁସାରେ ସନ୍ତୋଷ ପୋଲିସକୁ ଡାକି ସବୁ କଥା କହିଲେ। ପୋଲିସ ଫୋର୍ସ ଆସିଲେ ଆଉ ମଲ୍ର ଚାରିଆଡ଼ୁ ଘେରିଗଲେ। କିଛି ପୋଲିସ ଭିତରକୁ ପଶିଲେ। ଯେଉଁ ସ୍ଥାନର କ୍ୟାମେରା ଠିକ୍ ନଥିଲା ସେହି ସ୍ଥାନରେ ପୋଲିସ ଖୋଳତାଡ଼ ଆରମ୍ଭ କଲା
ଆଉ ଯେବେ ସେଠାର କର୍ମଚାରୀଙ୍କୁ ଧରି ମାଡ଼ ମାରିବା ଆରମ୍ଭ କଲା, ଭୟରେ ସେମାନେ ସେ ଗୁପ୍ତ କବାଟର ରହସ୍ୟ ବିଷୟରେ କହିଦେଲେ। ପୋଲିସ ଦର୍ପଣ ପଛ ରାସ୍ତା ଦେଇ ଭିତରକୁ ପଶିଲା ଆଉ ସେଠାରେ ଥିବା ସବୁ ଝିଅଙ୍କୁ ଉଦ୍ଧାର କଲା। ତା ସହିତ ରୋହିତ ବି ଉଦ୍ଧାର ହେଲେ। ମଲ୍ ବାହାରେ ବହୁତ ସଂଖ୍ୟାରେ ଲୋକ ଭିଡ଼ ଜମାଇଥିଲେ। ଥାନାରେ ସବୁ ଝିଅମାନେ ସତ କଥା କହିଦେଲେ, କେମିତି ସେମାନଙ୍କୁ କିଡନାପ କରି ଖରାପ କାମରେ ଲଗାଯାଉଥିଲା। ସେ ମଲ୍କୁ ସିଜ୍ କରିଦିଆଗଲା ଆଉ ରୋହିତକୁ ସମସ୍ତେ ପ୍ରଶଂସା କରୁଥିଲେ। ଆଜିର ଯୁଗରେ ପ୍ରତିପାଦରେ ବିପଦ ଭରି ରହିଛି। ଆମକୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ। ରୋହିତର ସାହସିକତାକୁ ନେଇ ଆପଣ କ'ଣ କହିବେ? କମେଣ୍ଟ ସେକ୍ସନରେ ନିଜ ମତ ଦେବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିଦେବେ। ଯେଉଁମାନେ ନିଜ ନାଁ ସହିତ କମେଣ୍ଟ କରିବେ, ପର ଭିଡ଼ିଓରେ ସେମାନଙ୍କର ନାଁ ଘୋଷଣା ହେବ। ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ଅନ୍ କରିଦେବେ। ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।